ସେଇଟା ଲୋକ ବହୁତ ସମସ୍ୟାରେ ଅଛନ୍ତି ଏବଂ ଯେଉଁମାନେ ଅନାଥ ଛୁଆମାନେ ସେମାନେ ତ ତାଠାରୁ ଅଧିକ ସମସ୍ୟାରେ ଅଛନ୍ତି। ଆମର ସେଠି ବେଲପାହାଡ଼ରେ ଠକ୍କର ବାବା ଗୋଟେ ଆଶ୍ରମ ଅଛି ଯେଉଁଠି ବାପା ମା ହରେଇଥିବା ଛୁଆମାନେ ସବୁ ପାଠ ପଢ଼ନ୍ତି। କାଲି ସେଠି ରହିକରି ପାଠ ପଢ଼ୁଥିବା ଗୋଟେ ଅନାଥ ଝିଅର କାଲି ଆମେ ଆପଏଣ୍ଟମେଣ୍ଟ ଅର୍ଡ଼ର ବି ଇସ୍ୟୁ କରୁଛୁ ଗୋଟେ କମ୍ପାନୀରେ ସେ କାମ କରିବ ଏବଂ ସାମଗ୍ରିକ ଭାବରେ ମହାନ୍ତି କୋଇଲା କମ୍ପାନୀର ସହାୟତାରେ ଝାରସୁଗୁଡ଼ାରେ ଗୋଟେ ନିଆରା ଏବଂ ଆଦର୍ଶ ଯୋଜନା ଆମେ ଆରମ୍ଭ କରିଛୁ। ପ୍ରକୃତରେ ଯେଉଁମାନେ ପିଲାବେଳୁ ବାପାକୁ ହରାଉଛନ୍ତି, ମା ତାକୁ ପାଳିବା, ପାଠ ପଢ଼ାଇବା, ବଡ଼ କରିବା ଏବଂ ବାହା କରିବା ମା ପାଇଁ ଦୁର୍ବିସହ ବ୍ୟାପାର ହୋଇଯାଉଛି। ତେଣୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗୋଟେ ଟ୍ରଷ୍ଟ କରିଛୁ ଆମେ ମହାନ୍ତି କୋଇଲା କମ୍ପାନୀ। ସେ ଟ୍ରଷ୍ଟରେ ଯେଉଁମାନେ ସବୁ ପଞ୍ଜୀକୃତ ହେବେ ଏଭଳିଆ ବାପ ନଥିବା ଶିଶୁ କନ୍ୟାମାନେ ତାଙ୍କର ଦାୟିତ୍ୱ ଟ୍ରଷ୍ଟ ନେବେ। ପ୍ରି ଏଜୁକେସନ୍ ଯେଉଁ ଛୁଆମାନେ ଛୋଟ ଛୋଟ ଛୁଆମାନେ ତାଙ୍କୁ ମାସକୁ 1000 ଟଙ୍କା ଲେଖା ଆମେ ଅନୁଦାନ ଦେବୁ। ସେଥିରେ ସେମାନେ ପ୍ରି ଏଜୁକେସନ୍ କାମଟା ତୁଲେଇବେ। ଯେଉଁମାନେ ଏଜୁକେସନ୍ ପରବର୍ତ୍ତୀ ବର୍ଷରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ଲାଭ କରିବେ ସେମାନଙ୍କୁ ମାସକୁ 2000 ଟଙ୍କା ଲେଖା ଆମେ ସହାୟତା ଦେବୁ ଏବଂ ଯେଉଁମାନେ ହାଇସ୍କୁଲ ପରେ +2 ଏବଂ ତଦୁର୍ଦ୍ଧ୍ୱ ପାଠ ପଢ଼ିବେ ସେମାନଙ୍କୁ ମାସକୁ 4000 ଟଙ୍କା ଲେଖା ଆମେ ଅନୁଦାନ ରାଶି ଦେବୁ, ଯେଉଁ ପଇସାରେ ସେ ତା'ର ପାଠପଢ଼ା ତୁଲେଇବ। ଆକୁ ଯେତେବେଳେ ଝିଅ ବଡ଼ ହେବ ଏବଂ ବାହାଘରର ସମୟ ଆସିବ ସେ ସମୟରେ ମଧ୍ୟ ବାହାଘର ପାଇଁ ମଧ୍ୟ ଇଏ ଟ୍ରଷ୍ଟ ଆର୍ଥିକ ସହାୟତା ଯୋଗାଇବ। 100ରୁ ଅଧିକ ଏଭଳିଆ ପିତା ଶୂନ୍ୟ ଶିଶୁ କନ୍ୟାମାନଙ୍କର ପଞ୍ଜୀକୃତ ହୋଇଯାଇଛି ଏବଂ ସହାୟତା ଦେବାଟା ଆରମ୍ଭ କରୁଛୁ ଏବଂ ପ୍ରତ୍ୟେକ ସପ୍ତାହରେ ଗୋଟେ ଯୋଡ଼େ କେସ୍ ଭଳିଆ ଆସୁଛି। ତେଣୁ ସାରା ଭାରତବର୍ଷରେ ଏଇଟା ଗୋଟେ ଅଭିନବ ଯୋଜନା, ଯେଉଁ ଯୋଜନାରେ ଅସହାୟ ଶିଶୁ କନ୍ୟାମାନେ ଯେଉଁମାନେ ଘରେ ଉପାର୍ଜନକ୍ଷମ ପିତାକୁ ହରାଇଛନ୍ତି ତା ପାଇଁ ଗୋଟେ ବଡ଼ ଆଶ୍ୱସ୍ତି ହେବ ଏବଂ ତାର ସାଙ୍ଗରେ ଆମେ ପ୍ରତ୍ୟେକ ଶିଶୁ କନ୍ୟା ପାଇଁ ଆର୍ଥିକ ସହାୟତା ସହିତ ଜଣେ ପାଳକ ମଧ୍ୟ ସମାଜରୁ ଖୋଜୁଛୁ ଯିଏ ତାର ଦୈନନ୍ଦିନ ସୁବିଧା ଅସୁବିଧା ମଧ୍ୟ ବୁଝିବ। ଆଶା କରୁଛୁ ଏଟାକୁ ଅନ୍ୟ ଜିଲ୍ଲାରେ ମଧ୍ୟ କରିବା ପାଇଁ, ଯାହାଫଳରେ ଶିଶୁ କନ୍ୟାମାନେ ଏବଂ ମୂଳତଃ ତାଙ୍କର ମାତାମାନେ ଯେଉଁମାନେ ସ୍ୱାମୀକୁ ହୋଇଛନ୍ତି ସେମାନଙ୍କୁ ଆଉ ଛୁଆକୁ ପାଳିବାରେ, ପାଠ ପଢ଼ାଇବାରେ ଏବଂ ବାହା କରିବାର ଯେଉଁ ଚାପ, ସେ ଚାପରୁ ସେ ମୁକ୍ତ ରହିବେ। ଏଭଳିଆ ଘଟଣା ସମାଜ ପାଇଁ ଆଦୌ ଶୁଭଙ୍କର ନୁହଁ। କାହିଁକି ଏଭଳି ଆତ୍ମହତ୍ୟା ଆଡ଼କୁ ମୁହୁଁଛନ୍ତି ଯୁବପିଢ଼ି, ସେଇଟା ବହୁତ ବଡ଼ ଚିନ୍ତାର ବିଷୟ। ତେଣୁ ଏ ବାବଦରେ ରାଜ୍ୟ ସରକାର ଅଧ୍ୟୟନ କରୁଛନ୍ତି ଏବଂ ସେଥିରେ ମୋର ମଧ୍ୟ ଭୂମିକା ହେବ ଜାଣିବା ପାଇଁ ଚେଷ୍ଟା କରୁଛି ଯେ ଛୁଆମାନଙ୍କର ଚାପ କ'ଣ, ଚାପର ବଶବର୍ତ୍ତୀ ହେଇକରି ଏକ ନିର୍ଦ୍ଦିଷ୍ଟ ସମୟରେ ଏଭଳିଆ ଅନୁଚିନ୍ତନ ଆସେ ଯେଉଁଥିରେ ଛୁଆ ପ୍ରେରିତ ହେଇକି ଆତ୍ମହତ୍ୟା କରେ। ତେଣୁ ଏଇଟା ଆଦୌ ଶୁଭଙ୍କର ନୁହଁ। ତାର କାରଣ ଖୋଜିକରି ବାହାର କରିବା କଥା ଏବଂ ସେ ସମୟରେ ମନ୍ କି ବାତ୍ କାହିଁକି ପ୍ରଧାନମନ୍ତ୍ରୀ କରୁଛନ୍ତି? ପରୀକ୍ଷା ଦେଲା ସମୟରେ ଯେଉଁ ଚାପ, ଆପଣ ବି ଚାପଗ୍ରସ୍ତ ହେଇଥିବେ, ମୁଁ ମଧ୍ୟ ପାଠ ପଢ଼ିଲା ବେଳେ ପରୀକ୍ଷା ଦେଲା ସମୟରେ ଚାପଗ୍ରସ୍ତ ହେଉଛୁ। ତେଣୁ ସେ ଚାପକୁ ସାମ୍ନା କରିବା ପାଇଁ ଶିକ୍ଷକମାନଙ୍କର ବଡ଼ ଭୂମିକା ଅଛି, ପିତାମାତାଙ୍କର ବଡ଼ ଭୂମିକା ଅଛି। ସବୁ ସମୟରେ ପିତାମାତା ମଧ୍ୟ ଚାପ ସୃଷ୍ଟି କରନ୍ତି ପାଠ ପଢ଼ କରି, କିନ୍ତୁ ଛୁଆର ସମସ୍ୟା ବୁଝନ୍ତିନି। ଏଇଟା ଗୋଟେ ମନସ୍ତାତ୍ତ୍ୱିକ ବିଷୟ ଅଛି। ଆମେ ମନସ୍ତତ୍ତ୍ୱବିତ୍ମାନଙ୍କର ମଧ୍ୟ ଏଥିରେ ପରାମର୍ଶ ନେବୁ ଏବଂ ସେଭଳିଆ ଯୋଜନା ଆଗକୁ କରିବୁ ଯେମିତି କୌଣସି ଛୁଆ ଚାପଗ୍ରସ୍ତ ନ ହେଉ। ଚାପଗ୍ରସ୍ତ ହେଲେ ତାର ପ୍ରତିଭାର ମଧ୍ୟ ବିକଶିତ ହୋଇପାରେ ନାହିଁ। କରିବୁ ବାବଦରେ ସରକାର ଅଧ୍ୟୟନ କରୁଛନ୍ତି, ଆମେ ମଧ୍ୟ ସେଥିରେ ସରକାରଙ୍କ ସାଙ୍ଗରେ ଏହାର ରାସ୍ତା ବି ଖୋଜିବା, ଉପାୟ ମଧ୍ୟ ଖୋଜିବା। ନିଶ୍ଚିତ ଭାବରେ ଅବଗତ ହେବେନି, ସରକାର ପାଖରେ ଆଖି ଅଛି, କାନ ଅଛି, ଦେଖିବେ, ଶୁଣିବେ, ଜାଣିବେ ଏବଂ ତାର ସମାଧାନ କରିବେ। ନେପାଳୀ ଛାତ୍ର ବୋଲିକି ବିଷୟ ନୁହଁ।
समाज रे आत्महत्या प्रवणता बढ़ी जाइए। मूल हूँ युवपीढ़ी एथर शिकार होती एवं शिकार होबार स्वाभाविक साधारण कारण हूँ चाप। तेणु चाप मुक्त होकर छात्र मैंने केमी पढ़े से तो प्रधानमंत्री मन की बात करते। तो आम भी प्रयास करूँ राज्य में केमी छुआ चापग्रस्त हेबनी, परीक्षार टेंशन रही एवं प्रतिभा विकसित हबार चाप ठारू दूर रही।